ମାନସ କହିଲାକି ତମେ କାମରେ ବହୁତ ପଞ୍ଚୁଆଲ ଆଶା କରୁଛି ନିଶ୍ଚୟ ଦିନେ ତମେ ଡେଭଲପ କରିବ। ଆପଣଙ୍କ ଆଶା ଥିଲେ ସବୁ ସମ୍ଭବ ହେବ ସାର୍। ଆଚ୍ଛା ମାନସ ମୁଁ ଶୁଣିଲି ତମ ସ୍ତ୍ରୀକି କୁଆଡ଼େ ତମେ ଆଣିକି ରଖିଛ? ଆଜ୍ଞା ସାର୍। ଗୁଡ୍ ଭେରି ଗୁଡ୍। ମୁଁ ଫାର୍ମ ହାଉସ୍କୁ ଆସି ଶୁଣିଲି ତମେ ଲଭ୍ ମ୍ୟାରେଜ୍ କରୁଛ। ସେଥିପାଇଁ ତମ ଶ୍ୱଶୁର ଘର ସାଙ୍ଗରେ କୁଆଡ଼େ ତମ ପ୍ରୋବ୍ଲେମ୍ ହେଇଛି? ଆପଣ ଠିକ୍ ଖବର ଶୁଣୁଛନ୍ତି ସାର୍। ବିବାହର ସମୟର ପ୍ରୋବ୍ଲେମ୍ ଏବେ ବି ସଲ୍ଭ ହେଇନି। ମୋ ଶ୍ୱଶୁରର ଲୋକ ଏବେ ବି ମ୍ୟାରେଜକୁ ଆକ୍ସେପ୍ଟ କରୁନାହାନ୍ତି। ଆକ୍ସେପ୍ଟ କରୁନାହାନ୍ତି କାଲି ନିଶ୍ଚୟ ଆକ୍ସେପ୍ଟ କରିବେ ସାର୍। ଆରେ କ'ଣ କହିବାର ଅଛି କୁହ। ଆପଣ ଏବେ ଫାର୍ମ ହାଉସ୍ର ଦାୟିତ୍ୱ ନେଇଛନ୍ତି, କଥାଟା କହିବାକୁ ମୋର ସାହସ ହେଉନି। ଆରେ କ'ଣ କହିବାର ଅଛି କୁହ। ମୋତେ ବଞ୍ଚେଇ ଦିଅନ୍ତୁ ସାର୍, ମୋତେ ବଞ୍ଚେଇ ଦିଅନ୍ତୁ। ଆରେ ଆପଣ ହଁ ନା କହୁଛନ୍ତି ମୁଁ ଆପଣଙ୍କ ଗୋଡ଼ ଛାଡ଼ିବିନି ସାର୍। ହେଲା ହେଲା ତମ ପ୍ରୋବ୍ଲେମ୍ଟା କ'ଣ ହେଇଛି କହିଲ? ସାର୍ ଘରେ ମୋର ଗୋଟିଏ ବୋଲି ଭଉଣୀ ପାଖ ଗାଁର ଗୋଟିଏ ପୁଅକୁ ଭଲ ପାଇ ବସିଛି। ଆମ ଘର ଲୋକଙ୍କ ତରଫରୁ ପ୍ରସ୍ତାବ ଉଠିବା ପରେ ପୁଅ ଘର ଲୋକ ଏବେ 3 ଲକ୍ଷ ଟଙ୍କା ଯୌତୁକରେ ମାଗୁଛନ୍ତି। ହେଲେ ଘରେ ବାପା ବୋଉଙ୍କ କହିବା କଥା ତୁ ଗୋଟେ ଗ୍ରାଜୁଏଟ୍, ବୋହୂ ବି ଗୋଟେ ଗ୍ରାଜୁଏଟ୍, ଟଙ୍କା 2-3 ଲକ୍ଷ ଯୋଗାଡ଼ କରି ଭଉଣୀର ମ୍ୟାରେଜଟା କରିପାରିବନି? ଏ କଥା ବୁଝିବା ପାଇଁ ଆଦୌ ପ୍ରସ୍ତୁତ ନୁହନ୍ତି ସାର୍। ଗ୍ରାଜୁଏଟ୍ ହେଲେ ବି କ'ଣ ବା ଚାକିରି କରିଛି ମୁଁ, ଦରମା ମୋର ସମୁଦ୍ରକୁ ଶଙ୍ଖେ। ଏ ପରିସ୍ଥିତିରେ ଆପଣ ଚାହିଁଲେ ମୁଁ ଆଉ ମୋ ପରିବାର ଲୋକ ବଞ୍ଚିଯିବୁ ସାର୍। ମାନସ ଆମ ପରିବାରକୁ ତମେ ଉଠେଇ ନିଅ, ବାହାଘରଟା ଆଉ କିଛି ଦିନ ଘୁଞ୍ଚେଇ ଦେବେ ନା। ଟଙ୍କାଟା ଆରେଞ୍ଜ ହେଲେ ବାହାଘର ହବ। ଏହା ସମ୍ଭବ ନୁହେଁ ସାର୍, ଏ ସମ୍ଭବ ନୁହେଁ। ମୋ ଭଉଣୀ ଏ ପିଲାର ମା ହେବାକୁ ଯାଉଛି। ମାନସ ବୈରାଗୀ ତମ ଭଉଣୀକି ଭଲ ପାଉଥିବା ଟଙ୍କାଟା ଭାରି ଚାଲାକ ଅଛି। ଆଉ ତାହେଲେ ତମେ ଏଇ ପରିସ୍ଥିତିରେ ଆଶା କରୁଛ ମୁଁ ତମକୁ ଟଙ୍କା 3 ଲକ୍ଷ ସାହାଯ୍ୟ କରିବି ତ? ମୁଁ ଆପଣଙ୍କୁ କଥା ଦେଉଛି ସାର୍, ମୁଁ ଆପଣଙ୍କର ସବୁ ଟଙ୍କା ସୁଝିଦେବି। ମୁଁ ଆପଣଙ୍କ ପାଖରେ ଆଦୌ ବେଇମାନି କରିବିନି। ହଁ ହେଲା, ଆଉ ମୁଁ କ'ଣ ସେଇ କଥା କହିବି? ଆପଣ ମୋତେ ଚିନ୍ତା କରି କ'ଣ କହିବେ? ମୋତେ ଏବେ କେବଳ ହଁ କହିଦିଅନ୍ତୁ ସାର୍। ଥାନା ବାବୁ ଏବେ ଆସି ଉପସ୍ଥିତ ହେବେ। ଆରେ ମାନସ ବାବୁ ସାର୍, ମାନସ ବାବୁଙ୍କ ଏମିତି ଏକ ପରିସ୍ଥିତିରେ ଆପଣ ତାଙ୍କୁ ସାହାଯ୍ୟ କରନ୍ତୁ। ତମେ ତା ଭଉଣୀ ବାହାଘର କଥା କହୁଥିଲ ତ କ'ଣ? ଆଜ୍ଞା ସାର୍, ଆପଣ ତ ସବୁ ଜାଣି ସାରିଲେଣି। ଆଉ ମାନସ ବାବୁ ମୁଁ କ'ଣ ତମ ପାଇଁ ଓକିଲାତି କରିବି? ମୁଁ ଦେଖୁଛି ଅଳ୍ପ ଦିନ ଭିତରେ ସାର୍ ଭାରି ଦୟାଳୁ। ଆଉ ସାର୍ ତୁମ ଦୁଃଖ କଥା ନିଶ୍ଚୟ ବୁଝିବେ। ଆଉ ଆଚ୍ଛା ମାନସ ତମେ ଏବେ ଆସିପାର ସାର୍। ମାନେ ମୁଁ ଆରେ ଯାଅ, କ'ଣ ତମକୁ ମୁଁ ସାହାଯ୍ୟ କରିବି ସିନା କାଇଁ କରିବି କହିବି କହିଲି ବା। ମୁଁ ତାହେଲେ ଆସୁଛି ସାର୍। ମାନସ ମାନସ ସାର୍ 3 ଦିନ ଭିତରେ ମୋର ଗୋଟେ ହାଇଦ୍ରାବାଦ ପ୍ରୋଗ୍ରାମ ଅଛି। ଆଉ ଗୋଟେ ସ୍ପେଶାଲ ଟିକେଟ୍ କାଟିଦେବ। ଆଉ କ୍ୟାସିୟର ପାଖରୁ ଟଙ୍କାଟା ଉଠେଇଦେବ। ଆଜ୍ଞା ସାର୍, ମୁଁ ତାହେଲେ ଆସୁଛି। ଥାନା ବାବୁ କ'ଣ କହୁଥିଲେ କି? ସାର୍ ଥାନା ବାବୁ ଆମ ଫାର୍ମ ହାଉସ୍କୁ ଆସିବା ପାଇଁ ଯେମିତି ଆମ ଖବରକୁ ଗୋଡ଼ ଟେକିକି ଅପେକ୍ଷା କରିକି ବସିଛନ୍ତି। ଆଉ ସାର୍ ଏ ଥାନା ବାବୁ ଜମେଶ ଅଧିକାରୀ ଆମ ଫାର୍ମ ହାଉସ୍କୁ ଆସିବା ପାଇଁ ଏତେ ଆଗ୍ରହ କାହିଁକି? କାଲି ସନ୍ଧ୍ୟାବେଳେ ଆସିଥିଲା ବେ। ଅବଶ୍ୟ ଏଠି କିଛି ଚମତ୍କାର ତାକୁ ଆସିବାକୁ ବାରମ୍ବାର ବାଧ୍ୟ କରୁଛି। ସାର୍ ସେ ଆକର୍ଷଣଟା କ'ଣ କି? মতে বঞ্চাই দিদি স্যার। স্যার মো স্বামী আপনার ফার্ম হাউসে চাকরি করছেন বলে আমার কোনো মান ইজ্জত বলে কিছু নাই। স্যার আপনার যে সব ইন্সপেক্টরটা সে সব ইন্সপেক্টর মতে বাজে ব্যবহার করুছি। মু তাকে পচারা বেলকু সে মতে কହୁছি এমিতি ব্যবহার করিবা পাই আপন কো তাকে পারমিশন দেই। সে ইডিয়ট সব ইন্সপেক্টরটা। আচ্ছা তুমি নিশ্চয় মো ফার্ম হাউস ম্যানেজর ମାନସ ବୈରାଗୀର ସ୍ତ୍ରୀ? ହଁ ସାର୍, ମୁଁ ମାନସ ବୈରାଗୀର ମିସେସ୍ ଇତି ବୈରାଗୀ। ତମେ ଆସି ମାନ। ଆରେ ଯାଅ କହିଦେବା। ଶଳା କଥାଟା ଯେମିତି ଅଡୁଆ ଭିତରେ ଗୋଟେ ମୁସ୍କିଲ ଭଳିଆ ଲାଗୁଛି। ଲାଗୁଥିବ ରେ। ମିସେସ୍ ଇତି ବୈରାଗୀ କ'ଣ ହେଇଛି ଟିକେ କହିଲ? ସାର୍ ମୁଁ ମୋ ରୁମ୍ରେ ଥିଲି। ଆପଣ ଯେଉଁ ସେଦିନ ପରିଚୟ କରିଦେଇଥିଲେ ଜମେଶ ଅଧିକାରୀ ସହିତ ହଠାତ୍ ସେ ମୋ ରୁମ୍କୁ ବସିଯାଇ ମୋତେ ସେ ଟଣା ଉଷୁରା କରୁଛି। କୁଆଡ଼େ ଗଲା ସେ ଜମେଶ ଅଧିକାରୀ?
ଆରେ ହେ ତମେ ଆସି ଏଠି ଶରଣ ନେଇଗଲଣି। ଅଧିକାରୀ ବାବୁ ତମଠୁ ଏମିତି ବ୍ୟବହାର ମୁଁ ଆଶା କରିନଥିଲି। ସବୁ ପରେ ମାନସ ମୈରାଗୀ ମୋ ଫାର୍ମର ଜଣେ ଏମ୍ପ୍ଲୟି। ତା ସ୍ତ୍ରୀର ସୁରକ୍ଷା ଦେବା ଆମ ନୈତିକ ଅଧିକାର। ତମେ ମୋର ବନ୍ଧୁ ଭାଇ। ଛି ଛି ଛି। এইটাকে এইটি অটকাই রাখতু। দরকার পড়লে আমি এসপি ডিএসপি কু যাবি। আবশ্যক পড়লে আমি আইসিও পাখু যাবি। এইটাকে চাকরিরু সসপেন্ড নকরা পর্যন্ত মু শান্তিরে নিঃশ্বাস। ইন্সপেক্টর চিন্তা করো ধরে এ ঝিওটা যদি কিছু স্টেপ নেলা তম সিচুয়েশন কোন হবা জানছ তো? ସାର୍ କିନ୍ତୁ ଆପଣ ତ ମତେ କହିଥିଲେ। কোন কইতে কথা কোন কইতে তু জবরদস্তি সব কাউন্টার কোন বলে? আরে সতে তার ঝিওটা পছন্দ হলা তাকু কেনি গন্ডিয়া পট্টা বাড়ি করিগে। স্যার আপনি এ কর করছতি। ଏ ଯାଏ କଥାଟା ବୁଝି ପାରିନଥିଲ। ଏ ବଶିଷ୍ଠ ବସନ୍ତୀୟ ଏ ଜମେଶ ଅଧିକାରୀ ଦିଟା ଯାକ ଗୋଟାଏ ବାକ୍ୟର ପାରା। তামানে আপনি দুইজন জানি শুনে ଆମେ ଏବେ ଫିଷ୍ଟ କରିବୁ। ଏକା ଏକା ଫିଷ୍ଟ ଖାଇବାକୁ ଭଲ ଲାଗିବ। ଆମେ ମିଶିକି ଖାଇବା। ଆମେ ଏବେ ତମକୁ ନେଇ ଫିଷ୍ଟ କରିବୁ। মানস 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 ପାଟି ବନ୍ଦ କର। ଆମେ ଜାଣି ଶୁଣି ତ ମାନସ ବୈରାଗୀକୁ ବହୁତ ଦୂରକୁ ଆଉ ଏବେ ତୁ ନିଶ୍ଚୟ କହିବୁ ରକ୍ଷକ ହେଇ କେମିତି ଭକ୍ଷକ ସାଜିଲ। ମୁଁ ତମ ଝିଅ ବୟସର। ଆପଣ ଏମିତି ନିଷ୍ଠୁର ବ୍ୟବହାର କରୁଛନ୍ତି। ହେଲେ ସତ କଥା ଅଧିକାରୀ ବାବୁ କଣ ତାକୁ ଛାଡ଼ିଦେବା ଉଚିତ? ଜମାରୁ ଆମେ ତତେ ଜମାରୁ ଛାଡ଼ିବୁନୁ। ଏବେ କବାଡି ଖେଳିବୁ। ତାହେଲେ ଖେଳଟା ହଉ।